ମୋ ସାଙ୍ଗଟା କହିଲା ତ ତମେ ପର୍ନ ହବରେ କାମ କରୁଛ ବୋଲି। ତମ ସାଙ୍ଗଟା କହିଲା? ହଁ କହିଲା ତମେ ପର୍ନ ହବରେ କାମ କରୁଛ। ନା ମୁଁ କୁଆଡେ କାମ ଦାମକୁ ଯାଉନି। ତମ ଘରଟା ଆକ୍ଚୁଆଲି କୋଉଠି କହୁନ? ତମ କୋଉ ସାଙ୍ଗ କହିଲା ଫାଷ୍ଟ କହୁନ? ଏ ମୋର ଗୋଟେ ପୁଅ ପିଲା ସାଙ୍ଗଟେ ଅଛି, ସିଏ କହିଲା କି ତମେ ସେଠି କାମ କରୁଥିଲ ତ ଆମ କମ୍ପାନୀରେ ଭ୍ୟାକେନ୍ସି ଅଛି ତ ମୁଁ ଭାବୁଥିଲି ତମେ ରହିଥାନ୍ତ। ତମେ ଝିଅଟା ନା ପୁଅଟା ଯେ? ହଁ ତମେ ଝିଅଟା ନା ପୁଅଟା? ଆରେ ମୁଁ ଝିଅଟେ ଯେ ଥଣ୍ଡାକୁ ଟିକେ ତଣ୍ଟି ବସିଯାଇଛି ତ ଟୋନ୍ ଓହୋ ଘାକୁରି ଶୁଭୁଥିବ। ମାନେ କୋଉ କମ୍ପାନୀ? କଣ କହିଲେ? ମୁଁ କହିଲି କୋଉ କମ୍ପାନୀ କଥା କହୁଛୁ କି? ତମେ ପର୍ନ ହବରେ ଥିଲ ନା? ନା ସେଇଟା ପୁଣି କୋଉ କମ୍ପାନୀ? ଆକ୍ଚୁଆଲି ମୁଁ କହୁଥିଲି ଏକ୍ସମାଷ୍ଟରରୁ ତ ମୁଁ ଏକ୍ସମାଷ୍ଟରରୁ କହୁଥିଲି। ଏତେ ମାଷ୍ଟର ବେଳୁ ସେଇଟା ପୁଣି କୋଉ ଗାଁ ଗୋଟେ ଏକ୍ସ ମାସ ତଳ? ଏଟା କମ୍ପାନୀ ନା ଏଟା ଆଉ କଣ ମ? ଆରେ ଆମ କମ୍ପାନୀ ନାଁ ଏକ୍ସମାଷ୍ଟର। କମ୍ପାନୀର ଏକ୍ସ ମାସ ତଳ ଉପର ହେଲାନି କାଇଁ? ଆମ କମ୍ପାନୀ ବିଷୟରେ ଯଦି ଜାଣିବାକୁ ଚାହୁଁଛନ୍ତି ତ ଗୁଗଲରେ ସର୍ଚ୍ଚ କରନ୍ତୁ। ଗୁଗୁଲରେ ସର୍ଚ୍ଚ କରିବା ତ ମୁଣ୍ଡ ଖରାପ ହେଇଯିବ। ଏକ କାହିଁକି ତଳ କମ୍ପାନୀ କି ଦୁଇ ତଳ କମ୍ପାନୀ କି ଉପର କମ୍ପାନୀ? ନା ଆମର ଫାଷ୍ଟ ଫ୍ଲୋରରେ ସବୁ କାମ। ଓହୋ ଲାଷ୍ଟ ଫ୍ଲୋରକୁ ଆଇଲା ବେଳକୁ ଯାହେଲେ ବି ଘଣ୍ଟେ 2 ଘଣ୍ଟା ଟାଇମ୍ ଲାଗିଯାଏ। ଏମିତି କି ମୁଁ ଆଜି ପର୍ଯ୍ୟନ୍ତ କୋଉ କମ୍ପାନୀ ଦେଖିନି। ନା ଉପର ତଳ ମତେ ଜଣେ ଏଇଟା ପୁଣି କୋଉ କମ୍ପାନୀ? ତମ ନମ୍ବର ଯିଏ ଦେଲେ ନୁହଁ କି ସେ ମତେ କହିଲେ କି ତମେ ପର୍ନ ହବରେ କାମ କରୁଥିଲ। ତ ଆମ ଏକ୍ସମାଷ୍ଟରରେ କାମ କଲେ ତମକୁ ପ୍ରଫିଟଟା 2 ଗୁଣ ମିଳିବ। ସେଥିପାଇଁକା ମୁଁ କଲ୍ କରିଥିଲି। ମୁଁ ତ କୋଉ କମ୍ପାନୀ ଜାଣିନି ସେଇ କମ୍ପାନୀ କେବେ ଯାଇ କାମ କଲି। ମତେ ତ ସେ କହିଲେ ତମେ ପର୍ନ ହବରେ ଥିଲ ବୋଲି। ମୁଁ ତମକୁ ଅଫର କିଏ କହିଲେ ଦଉଛି ଯେ ତମ ନାଁ ଆମ ଟା କହୁନ ଟିକେ? ଏକ୍ସମାଷ୍ଟରକୁ ଆସ ହେରି। ତ ଏକ୍ସମାଷ୍ଟରରେ ଆପଣଙ୍କୁ ପ୍ରଫିଟ୍ ବି ମୁଁ ମିଳିବ କହିଲି ଆଉ ଯୋଉ ଦିଟା ନମ୍ବର ବୋନସ୍ ଆଇଛି ବି ସେଇଥିରୁ କଲ୍ କରିଥିଲ? ମିଳିବ। ହାଁ ମୁଁ କହିଲି ଆଉ ଯୋଉ 2ଟା ନମ୍ବର ଆଇଛି ସେଇଥିରେ କଲ୍ କରିଥିଲ? ନା ଏବେ? ନା। ଆଉ ତମକୁ କୋଉ ସାଙ୍ଗଟା କହିଲା କହିବ? ସାଙ୍ଗଟା କହିଲା ତମେ ତାକୁ ଚିହ୍ନିଛ ନ ଚିହ୍ନିଛ ମୁଁ କଣ ଜାଣିଛି। ସିଏ ତମ କମ୍ପାନୀର ବୋଧେ କିଏ। ସେ ମୋତେ କହିଲେ କି ଆଉ ତମେ ପର୍ନ ହବରେ ଥିଲ। ତ ଆମର ଏଠି ଭ୍ୟାକେନ୍ସି ଅଛି ତ ସେଥିପାଇଁ ଭଲ ଅଫର୍ ବି ଆସୁଛି। ତମେ ଆସ ଜଏନ୍ କରିବ। କିଛି ଅସୁବିଧା ନାହିଁ ଆପଣଙ୍କୁ ମନ୍ଥଲି ବୋନସ୍ ବି ମିଳିଯିବ ଏକ୍ସମାଷ୍ଟରରେ। ମୁଁ ତ ସେ କମ୍ପାନୀ ଜାଣିନି ତମେ ତ କହିଲ କଣ? ତମେ ୟୁଟ୍ୟୁବ ତ ନୁହଁ ଗୁଗଲରେ ସର୍ଚ୍ଚ ମାରିଦିଅ ଏକ୍ସମାଷ୍ଟର ତ ପାଇଯିବେ ଆମ କମ୍ପାନୀ। ଏକ ମାଷ୍ଟର ଏକ୍ସମାଷ୍ଟର। ସେଇଟା ମୁଁ ଫାଷ୍ଟ ଟାଇମ୍ ଶୁଣୁଛି। ମାରୁନ। ହ୍ୟାଲୋ। ହଁ ହଉ ତମ ସାଙ୍ଗକୁ ପଚାରିକି ସେ ନେହା ଫେହା କିଏ ନମ୍ବର ଦବ ତା ପାଖକୁ କଲ୍ କରା ହେଲା। ମୁଁ ନେହା ନୁହଁ। ନାଇଁ ତମେ ଆମ କମ୍ପାନୀ ବିଷୟରେ ଆଗ ଜାଣ ତ ତାପରେ ତମେ ଇଣ୍ଟରେଷ୍ଟ ଅଛ କି ନାଇଁ ଜଣେଇବ। ଗୁଗଲରେ ସର୍ଚ୍ଚ ମାର ଏକ୍ସମାଷ୍ଟର। ଗୁଗୁଲରେ ସର୍ଚ୍ଚ ମାରିବି? ହଁ। ମାନେ ଏକ ମାଷ୍ଟର? ହଁ। କଣ ଏକ ମାଷ୍ଟର ଯେ? ତମେ ମାଇଲେ ଜାଣିବନି। ଓହୋ। ହଉ ଦେଖିଆ ଆଜି ମାରିବା ଆଉ। ଏବେ ମାରୁନ। ଏବେ ମାରିବି? ହଁ। ହଉ ରୁହ ଟିକେ। ଏକ ମାଷ୍ଟର ମାରିଲେ ଆସିବନି ହି ମାଷ୍ଟର ସେଇଟା ସିଏ ମାରିଲେ ଆସିବ। ସିଏ ପୁଣି ପଚାରିବ ଆସୁନି ତ କିଛି ଦେଖିଲ? ହ୍ୟାଲୋ ମିସେସ୍। କଣ ସର୍ଚ୍ଚ ମାଇଲ କହିଲ? କଣ?
सर्च कौन माइलो कहलो ए जो तुम कहलो एक मास्टर ना कौन माने स्पेलिंग टा कहो तो मास्टर टोटल तो स्पेलिंग टा रखो तो मास्टर ने बोले एक्स एच रो 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 गूगल मारे एक्स एच हां एक लिख ली एक नो एक्स एक से एच रो रो एक्स एक्स एच एस एस नुहो एक्स एच हां लिख ली बेटा को तारे एम ए मास्टर टी हाँ मास्टर लव मास्टर ଦେଖିଦବ ତା ପାଦ ତଳୁ ମାଟି ସାଇଡ ଖସିଯିବ ପିଟୁନି ସାଇଡ ପିଟୁନି କାଇଁ କିଛି ତ ଆସୁନି ତମେ ଆସୁନି ଆଉ ମୁଁ କ'ଣ କରିପାରିବି ନେଟୱାର୍କ ପାଉନଥିବ लिंक हां हां लिंकରେ କ୍ଲିକ୍ କର माने सेटा को काम की ଏ କମ୍ପାନୀ ବିଷୟରେ ସେ ଅଟୋମେଟିକ୍ ଆପଣ ଜାଣିଯିବେ ଦେଖିଲେ देखले जाने माने कोन करते ହଁ ହଁ बोल सेटा कोन करते କିଛି ନାହିଁ ତ ଆମର ତ ଦିନ ବେଳା ଡ୍ୟୁଟି ହିଁ ନାହିଁ କେବଳ ନାଇଟ୍ ଡ୍ୟୁଟି नाइट ड्यूटी एटा पुरो को काम ତମେ ଲିଙ୍କରେ କ୍ଲିକ୍ କଲା ପରେ ଅଟୋମେଟିକ୍ ଜାଣିଯିବ ହଉ ମୋର ଆଉ ଗୋଟେ କ୍ଲାଏଣ୍ଟ ଫୋନ୍ କଲେଣି ମୁଁ 5 ମିନିଟ୍ ପରେ ଟିକେ କଥା ହେଉଛି ହଁ ନିହାତି ଗବା ମୂର୍ଖୁଣୀଟା ଆଉ ଜଣା ନାହିଁ ପାଠଟା ପଢି